ବାବୁଙ୍କ ବିୟୋଗ ବଡ଼ ହୃଦୟ ବିଦାର କରିଦେ। ମନ ଜମା ମାନୁନି, ହୃଦୟ ଥର ଥର ହେଉଛି। ଆତ୍ମା ଅନେକ ପ୍ରଶ୍ନର ଉତ୍ତର ଖୋଜୁଅଛି। ମହାସଭା ଆଗରୁ ଏମିତିକା ବଜ୍ରପାତ କିଛି ନୂଆ କଥା ନୁହେଁ ଲୋହରା ପରିବାର ପାଇଁ। ମନେ ଥିବ ଜୀବରତ୍ନ ବାବୁ ବି ଗୋଟିଏ ସଭା ଆଗରୁ ଚାଲି ଯାଇଥିଲେ। ତାପରେ ଅନୁଷ୍ଠିତ ଗତ ମହାସଭା ସମୟରେ ବିକୁ ବାବୁ ତଥା ବିଶପଙ୍କର ପୁଅ ଦେହାନ୍ତ ହୋଇଥିଲେ। ଏବେ ବି ଠିକ୍ ସେଇଭଳି ଅବସ୍ଥା। ଆମ ଅନ୍ତରର କୋଶଳ କାହାକୁ କହିବା, ଆମ ଦୁଃଖ କାହା ସାଗରେ ବାଣ୍ଟିବା? ଆମେ ସମସ୍ତେ ଦୁଃଖିତ। ମଣ୍ଡଳୀ ଦୁଃଖରେ ଅଭିଭୂତ। ଏକ ପକ୍ଷରେ ଦୁଃଖ ଓ କ୍ରନ୍ଦନର ସାଥୀ, ଅନ୍ୟ ପକ୍ଷରେ ପ୍ରଭୁ ଆମର ଚିର ସାଥୀ। ଯେତେବେଳେ ଆମ ସଂସାରଟି ଉଜୁଡ଼ିଯିବ, ଅନ୍ଧକାରମୟ ଲାଗିବ, ଜୀବନ ଅଟକି ଯିବ, ସେତେବେଳେ ସେ ହିଁ ଆମ ଆଶା ଓ ଭରସା। ତାଙ୍କ ସଂକଳ୍ପ ଆମେ ବୁଝି ନ ପାରିଲେ ବି ସର୍ବଦା ସ୍ୱୀକାର ଯୋଗ୍ୟ ହେବା ଉଚିତ। ତାଙ୍କ ମୁହଁକୁ ଚାହିଁ ଆମେ ବଳ ପାଇବା। ଦୁଃଖ ରହିଥିବ ସବୁଦିନ ପାଇଁ, ହେଲେ ଲୋହରା ପରିବାର ପାଇଁ ଏବଂ କାଭଡ଼ା ମଣ୍ଡଳୀ ପାଇଁ ମୋର ଏହି ପ୍ରାର୍ଥନା ଯେ ପ୍ରଭୁ ପୁଣି ଥରେ ଦୟା ଦୃଷ୍ଟି ପକାଇବେ। ଜୀବନ ପୁଣି ଥରେ ବହିବାକୁ ଲାଗିବ। ଅନ୍ତରର କଷଣକୁ ଉପେକ୍ଷା କରିବା ଏତେଟା ସହଜ ନୁହେଁ, ହେଲେ କଷଣ ମଧ୍ୟରେ ଜୀବନକୁ ବଞ୍ଚେଇ ରଖିବା କାଭଡ଼ା ମଣ୍ଡଳୀର ପରିଚାୟକ ହେବ। ହର୍ଷ ବାବୁଙ୍କୁ ଆମେ ବିଦାୟ ଦେଉନାହୁଁ। ତାଙ୍କ ପାଦରେ ଆମ ଜୀବନର ଆଧାର ପ୍ରଭୁଙ୍କ ନିକଟରେ ସମର୍ପଣ କରୁଅଛୁ। ଯେମିତିକି ଆମେ ତାଙ୍କୁ ଦିନେ ମୁହାଁମୁହିଁ ଦେଖିବା ଓ ଆମ ଆଖିର ଲୁହକୁ ଚିରଦିନ ପାଇଁ ପୋଛିଦେବା। ପ୍ରଭୁ ଯୀଶୁ କହନ୍ତି, ତୁମ୍ଭେମାନେ ବର୍ତ୍ତମାନ ଦୁଃଖ ପାଉଛ, କିନ୍ତୁ ମୁଁ ପୁନର୍ବାର ତୁମ୍ଭମାନଙ୍କୁ ଦର୍ଶନ ଦେବି ଆଉ ତୁମ୍ଭମାନଙ୍କ ହୃଦୟ ଆନନ୍ଦିତ ହେବ ଓ କେହି ତୁମ୍ଭମାନଙ୍କ ଠାରୁ ତୁମ୍ଭମାନଙ୍କ ଆନନ୍ଦ ହରଣ କରିବ ନାହିଁ। ଏହା ଥିଲା ଆମର ବିଶପ ସାରଙ୍କର ଶୋକବାର୍ତ୍ତା ଏବଂ ପୂର୍ବ ସାରଙ୍କର ଶୋକବାର୍ତ୍ତା ମଧ୍ୟ ସେ ପ୍ରେରଣ କରିଛନ୍ତି ମଣ୍ଡଳୀକୁ। ମୋର ପ୍ରିୟ ଭାଇ ଏବଂ ମୋର ସବୁଠାରୁ ସ୍ନେହପୂର୍ଣ୍ଣ ଶୁଭେଚ୍ଛୁକମାନଙ୍କ ମଧ୍ୟରୁ ଜଣେ ହର୍ଷଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖରେ ଦୁଃଖିତ। ସେ ପ୍ରକୃତରେ ଗର୍ବିତ ହେବା ଭଳି ଜଣେ ବ୍ୟକ୍ତି ଥିଲେ ଏବଂ ତାଙ୍କ ସ୍ମୃତିକୁ ଭୁଲିଯିବା ଅସମ୍ଭବ। ତାଙ୍କୁ ହରାଇବା ମୋ ଜୀବନରେ ଏକ ଅବର୍ଣ୍ଣନୀୟ ଶୂନ୍ୟ ସ୍ଥାନ ଛାଡ଼ି ଦେଇଅଛି ଏବଂ ମୁଁ ଏହି କ୍ଷତିର ଗଭୀରତାକୁ ପ୍ରକାଶ କରିବା ପାଇଁ ଶବ୍ଦ ଖୋଜିବାକୁ ସଂଘର୍ଷ କରୁଅଛି। ହର୍ଷ ଲୋହରା ପରିବାର ପାଇଁ ଶକ୍ତି, ପ୍ରେମ ଏବଂ ଅଟଳ ସମର୍ଥନର ଉତ୍ସ ଥିଲେ। ଜଣେ ଉଲ୍ଲେଖନୀୟ ଆତ୍ମା ଏବଂ ତାଙ୍କର ଦୟା, ଜ୍ଞାନ ଏବଂ ଉଷ୍ମତା ସହିତ ଅଗଣିତ ଜୀବନକୁ ସ୍ପର୍ଶ କରିଥିଲେ। ତାଙ୍କ ଉପସ୍ଥିତି ତାଙ୍କୁ ଜାଣିଥିବା ସମସ୍ତଙ୍କ ପାଇଁ ଏକ ଆଶୀର୍ବାଦ ଥିଲା ଏବଂ ତାଙ୍କ ଅନୁପସ୍ଥିତି ଗଭୀର ଭାବରେ ଅନୁଭବ କରାଯାଏ ଯେ ଅମାପ। ଆମେ ଯେଉଁ ସ୍ମୃତି ଏବଂ ଆମର ଅତୁଟ ବନ୍ଧନକୁ ସର୍ବଦା ସଂରକ୍ଷଣ କରି ରଖିବୁ, ତାହାକୁ କେବେ ବଦଳା ଯାଇପାରିବ ନାହିଁ। ଏହି ଅତ୍ୟଧିକ ଦୁଃଖ ସମୟରେ ମଧ୍ୟ ମୁଁ ଏହା ଜାଣି ସାନ୍ତ୍ୱନା ପାଏ ଯେ ସେ ଅର୍ଥ ଏବଂ ପ୍ରଭାବରେ ପରିପୂର୍ଣ୍ଣ ଜୀବନ ବିତାଇଥିଲେ। ଆମ ଚାରିପାଖରେ ଥିବା ଲୋକଙ୍କ ଠାରୁ ପ୍ରେମ ଏବଂ ପ୍ରାର୍ଥନାର ପୃଷ୍ଟି ପାଇଁ ମୁଁ ଗଭୀର ଭାବରେ କୃତଜ୍ଞ ଏବଂ ମୁଁ ଏହି ବିଶ୍ୱାସରେ ସାନ୍ତ୍ୱନା ପାଏ ଯେ ମୋ ଭାଇ ହର୍ଷ ଏବେ ଈଶ୍ୱରଙ୍କ ଉପସ୍ଥିତିରେ ଶାନ୍ତିରେ ଅଛନ୍ତି। ଲୋହରା ପରିବାର, ବିଶେଷ କରି ହର୍ଷଙ୍କ ସ୍ତ୍ରୀ ଏବଂ ପିଲାମାନେ ଏହି ଯନ୍ତ୍ରଣାଦାୟକ ସମୟ ଅତିକ୍ରମ କରିବା ସମୟରେ ସେମାନଙ୍କ ପାଇଁ ମୁଁ ବିନମ୍ରତାର ସହ ଆପଣଙ୍କର ଚିରନ୍ତନ ପ୍ରାର୍ଥନା ପାଇଁ ପ୍ରାର୍ଥନା କରୁଅଛି। ପ୍ରଭୁ ଆମକୁ ଏହି କ୍ଷତି ସହିବା ପାଇଁ ଶକ୍ତି ଦିଅନ୍ତୁ ଏବଂ ତାଙ୍କ ସ୍ମୃତିକୁ ଯଥାସମ୍ଭବ ସମ୍ମାନ ଦେବା ପାଇଁ ଅନୁଗ୍ରହ ଦିଅନ୍ତୁ। ଏହା ଥିଲା ଆମଙ୍କର ଦୁର୍ଗରଞ୍ଜନ ସାରଙ୍କର ଶୋକବାର୍ତ୍ତା। ଦେଖ ମୋର ଭାଇ, ଆମେ କି କଲୁ ଅନ୍ୟାୟ ତୁମରି, କିଛି ନ କହି ଆମଠୁ ଜଳ ଦୂରେଇ ପରସ ମୋର ଭାଇ। ପ୍ରଭୁ ଭୟ ଜୀବନ ଥିଲା ତୁମରି, ମଣ୍ଡଳୀ ଓ ସମିତିର କାର୍ଯ୍ୟରେ ରହିଥିଲ ରଖି। ପ୍ରଭୁଙ୍କ ସେବା କରୁଥିଲ, ସମ୍ମିଳନୀର ପଦପଦବୀରେ ରହି ପରସ ମୋର ଭାଇ। ଥିଲା ତୁମ ଜୀବନ ଉତ୍ତମ ଗୁଣରେ ଭରି, ତୁମେ ନଥିଲ ଜଣେ ଅହଙ୍କାରୀ, ହୃଦୟ ଥିଲା ସରଳତା ଓ ନମ୍ରରେ ଭରି। ପରସ ମୋର ଭାଇ, ତୁମେ ଥିଲ ଜଣେ ଉତ୍ତମ ସଂସ୍କାରୀ, ହିଂସା କପଟ ବିବାଦରୁ ରହୁଥିଲ ଦୂରେଇ। ଲୋକଙ୍କୁ ବୁଝାଇଥିଲ ମୃଦୁ ଭାଷା କହି। ପରସ ମୋର ଭାଇ, ତୁମ ଶେଷ ଯାତ୍ରାରେ ମୁଁ ପହଞ୍ଚି ପାରୁନାହିଁ ଭାଇ, ହେଲେ ଆଖିରୁ ଲୁହ ଝରେଇ ଲେଖିଲି ତୁମ ପାଇଁ। କ୍ଷମା ମାଗୁଛି କର ଯୋଡ଼ି, କ୍ଷମା ଦେବ ଦୁଃଖ ମତେ ନ କରି। ପରସ ମୋର ଭାଇ।